ସାଦର ପ୍ରଣାମ। ଆସନ୍ତୁ ଆଲୋଚନା କରିବା ଶିକ୍ଷକଙ୍କ ମାନଙ୍କ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶରେ କେଉଁଭଳି ବ୍ୟବସ୍ଥା ରହିଛି। ଗୁରବେ ନମ। ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ ଯେ ଜର୍ମାନୀରେ ଶିକ୍ଷକମାନଙ୍କୁ ଅନ୍ୟ ସମସ୍ତ କର୍ମଚାରୀ ଅପେକ୍ଷା ଅଧିକ ବେତନ ବା ଦରମା ଦିଆଯାଏ। ଥରେ ଜର୍ମାନୀର ଇଞ୍ଜିନିୟର, ଡାକ୍ତର, ବୈଜ୍ଞାନିକ ଆଦି ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଶିକ୍ଷକମାନଙ୍କ ଭଳି ସମାନ ଦରମା ନେବାକୁ ଆବେଦନ କଲେ। ବିଚାରପତି ବୁଝାଇ ଦେଲେ ଯେ ତୁମମାନଙ୍କୁ ଯେ ଗଢ଼ିଛନ୍ତି ସେ ହେଉଛନ୍ତି ଶିକ୍ଷକ, ଏଣୁ ତାଙ୍କ ଭଳି ତୁମେ କେମିତି ସମାନ ଦରମା ନେଇପାରିବ। ବିଚାରପତିଙ୍କ ଏଭଳି ବିଚାର ଶୁଣି ଅନ୍ୟମାନଙ୍କର ମଥା ନତମସ୍ତକ ହୋଇଯାଇଥିଲା। ଆମେରିକା ଭଳି ଏକ ପ୍ରଗତିଶୀଳ ରାଷ୍ଟ୍ରରେ ଗୁରୁ ବା ଶିକ୍ଷକଙ୍କୁ ସବୁଠାରୁ ଅଧିକ ସମ୍ମାନ ଦିଆଯାଇଥାଏ। ଆମେରିକାରେ ଶିକ୍ଷକମାନଙ୍କୁ ଭିଆଇପି ଆଖ୍ୟା ଦିଆଯାଇଥାଏ। କିଛି କିଛି ଦେଶରେ ବଡ଼ ପଦ ଅଧିକାରୀଙ୍କୁ ଭିଆଇପି ମାନ୍ୟତା ଦିଆଯାଇଥିବା ବେଳେ ଆମେରିକାରେ ଶିକ୍ଷକମାନଙ୍କୁ ଭିଆଇପି ମାନ୍ୟତା ଦିଆଯାଇଛି। ଫ୍ରାନ୍ସ ଦେଶରେ ପ୍ରତିଟି ନ୍ୟାୟାଳୟରେ କେବଳ ଶିକ୍ଷକମାନଙ୍କୁ ବସିବା ନିମନ୍ତେ ଆସନ ବ୍ୟବସ୍ଥା ରହିଛି। ସମଗ୍ର ବିଶ୍ୱରେ ଶିକ୍ଷକ ଭଳି ଜଣେ ରାଷ୍ଟ୍ର ନିର୍ମାତା ନିମନ୍ତେ ଏହିଭଳି ବ୍ୟବସ୍ଥା ରହିଛି। କୁହାଯାଏ ଜଣେ ତୁଷାର୍ଥ ବ୍ୟକ୍ତିଙ୍କୁ ପାନୀୟ ଜଳ ନ ଦେଲେ ଯେତିକି ପାପ ହୋଇନଥାଏ, ଜଣେ ଜ୍ଞାନ ପିପାସୁଙ୍କୁ ଜ୍ଞାନ ନ ଦେଲେ ତାଠାରୁ ବଳି ପାପ ଲାଗିଥାଏ। ଏଣୁ ଶିକ୍ଷକଙ୍କ ପରମ କର୍ତ୍ତବ୍ୟ ଶିଷ୍ୟଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା। ବିଶ୍ୱରେ ଶିକ୍ଷକଙ୍କୁ ସବୁଠାରୁ ଅଧିକ ଉଚ୍ଚ ଆସନ ଦିଆଯାଉଥିବା ବେଳେ ଶିକ୍ଷକ ଯଦି ସଠିକ୍ ଭାବରେ ଶିଷ୍ୟର ଗୁରୁ ଦାୟିତ୍ୱ ବହନ ନ କରନ୍ତି, ତେବେ ଏକ ଉତ୍ତମ ପ୍ରଗତିଶୀଳ ରାଷ୍ଟ୍ର ଗଠନ କଦାପି ହୋଇପାରିବ ନାହିଁ।